ହଇରେ ନବୀନ ଓଡ଼ିଶାକୁ କରିଥିଲୁ ଶାସନ। ହଇରେ ନବୀନ ଓଡ଼ିଶାକୁ କରିଥିଲୁ ଶାସନ, ହେଲେ ଶାସନର ଆଜି ଘଟିଛି ଅନ୍ତ। ଆଉ ଶୁଭାଯିବ ନାହିଁ ଓଡ଼ିଶାରେ ଶଙ୍ଖ, କି ଚାଲିବ ନାହିଁ ଚକ୍ରାନ୍ତ। ତୁ ତ ଓଡ଼ିଶାର ଶାସନ କ୍ଷମତା ସବୁ ଦେଲୁ ପାଣ୍ଡୁ, ଶେଷରେ ଓଡ଼ିଶାବାସୀଙ୍କୁ ବନେଇଲା ଗୋବର ଗାଣ୍ଡୁ। ହେଲେ ଏବେ ତୁମକୁ ଛାଡ଼ି ପଳେଇଲା ତାମିଲନାଡୁ। ଦେଖରେ ନବୀନ ଦେଖ, ଏବେ ହେଇଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜନତାଙ୍କ କଥାରେ ସବୁ ସେ ରାଜି। ତାର ସିନା ସାଧାରଣ ଜୀବନଯାପନ, ସାଧାରଣ ଖିଆ ପିଆ, ହେଲେ କେହି ବର୍ତ୍ତି ପାରିବେ ନାହିଁ ଖଣି ମାଫିଆ। ହେଲେ କେହି ବର୍ତ୍ତି ପାରିବେ ନାହିଁ ଖଣି ମାଫିଆ। ସମସ୍ତଙ୍କୁ ନମସ୍କାର, ମୁଁ ହେଉଛି ଆଦିବାସୀ ଟୋକା ଫ୍ରମ୍ ମୟୂରଭଞ୍ଜ। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କ୍ଷମତା ଓଡ଼ିଶାରେ କିପରି ଭାବରେ ପରିଚାଳନା କରିଥିଲେ, ଯାହାଫଳରେ କି 2024 ନିର୍ବାଚନରେ ପରାଜୟର କାରଣ ହେଲା, ସେସବୁ ମୁଁ ମାଧ୍ୟମରେ କହିବାକୁ ଯାଉଛି। ତେଣୁ ଭିଡ଼ିଓ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ। ଓଡ଼ିଶାକୁ ଯେତେବେଳେ ନବୀନ ସରକାର ଶାସନ କରିଥିଲେ, 24 ବର୍ଷ ଶାସନ କାଳ ଭିତରେ ଓଡ଼ିଶାର କ'ଣ ଉନ୍ନତି ଘଟିଛି ଆପଣମାନେ ମଧ୍ୟ ଜାଣିଛନ୍ତି। ନବୀନ ସରକାର 5T ନାଁରେ ରାଜକୋଷରୁ ହଜାର ହଜାର ଟଙ୍କା ଲୁଟି ନେଲେ। ଭିକେ ପାଣ୍ଡିଆଙ୍କ ହାତରେ କ୍ଷମତା ରଖି ବା କେତେକ ଅଫିସରଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ କରି ସାରା ଓଡ଼ିଶାକୁ ଶାସନ କଲେ। ଆପଣମାନେ ମଧ୍ୟ ଏକଥା ଜାଣିଛନ୍ତି। ତ ଏବେ ମୋହନ ମାଝୀ ନୂଆ ସରକାର ଗଠନ କରିଛନ୍ତି। ତାର ଓଡ଼ିଶାବାସୀଙ୍କୁ ସମସ୍ତେ ଭଲ ଲାଗୁଥିବ ଯେ ମୋହନ ମାଝୀ ଗୋଟିଏ ନୀତି ନିୟମ ପ୍ରଣୟନ କରିଛନ୍ତି। ସିଧାସଳଖ ଜନସାଧାରଣ ମୋହନ ମାଝୀଙ୍କ ପାଖକୁ ଯାଇ ନିଜର ଅଭିଯୋଗ କରିପାରିବେ। ଯେତେବେଳେ ନବୀନ ସରକାର କୌଣସି ପ୍ରୋଗ୍ରାମ ବା କୌଣସି ନିର୍ବାଚନକୁ ଯାଉଥିଲେ, ସେତେବେଳେ ଏକ ସ୍ୱରରେ କହିଥିଲେ ଆପଣମାନେ ଖୁସି ତ? ଆପଣମାନେ ଖୁସି? କେତେକ ଲୋକ ମଦ ମାଂସରେ ନିଜର ବ୍ୟକ୍ତିତ୍ୱକୁ ବିକ୍ରୟ କରି ସେମାନେ କହିଥିଲେ ହଁ ଆମେ ମଧ୍ୟ ଖୁସି। ଏଇ କଥାର ଅର୍ଥ ସମ୍ପୂର୍ଣ୍ଣ ବୁଝିବାକୁ ହେବ। ଯଦି ଓଡ଼ିଶାବାସୀ ସମସ୍ତେ ଖୁସି, ତ ମୋହନ ମାଝୀଙ୍କ ପାଖରେ ଅଭିଯୋଗ କରିବା ପାଇଁ ହଜାର ହଜାର ଲୋକ କାହିଁକି ରୁଣ୍ଡ ହେଇଛନ୍ତି? ମୁଁ ଏଇ ଅଭିଯୋଗର ଭିଡ଼ିଓ ମୁଁ ଆପଣମାନଙ୍କୁ ଦେଖେଇବି। ଓଡ଼ିଶାବାସୀ କେତେ ଦୁଃଖିତ, କେତେ ଦରିଦ୍ର, ଏସବୁ କଥା ବା ଏସବୁ ଭିଜୁଆଲ ମୁଁ ଆପଣମାନଙ୍କୁ। ନୂଆ ମୁଖ୍ୟମନ୍ତ୍ରୀ କ'ଣ ଆଶା କରୁଛନ୍ତି? ମୋର ବାପା ମରିଯାଇଛନ୍ତି, କିଛି ସାହାଯ୍ୟ ମାଗୁଛି ସୁଧି ହେବା ପାଇଁ, ଆଉ ଗାଡ଼ି ଖଣ୍ଡେ ନିହାତି, ଘର ଦେଇନାହାନ୍ତି। ଘରେ ପଡ଼ା ଆମେ ରହିବାକୁ ଜାଗା ନଥିଲା, ରେଙ୍ଗାଲିରେ କ୍ୱାର୍ଟରରେ ରହିଲୁ। ଆମ ବାବୁ ହଇରାଣ କରିକି ମାର୍କେଟ ରେଟ୍ କରିକି ଦେଇଛନ୍ତି ବିଲ୍ଟା, ଆମେ ବାନ୍ଧି ପାରୁନା। କ୍ୱାର୍ଟର କ୍ଲିୟରେନ୍ସ ଦେଉନାହାନ୍ତି, ତାଙ୍କ ପେ ଫିକ୍ସେସନ୍, पेंशन आरियरु पेंशन फुल पेंशन कागज सब किए देउनांती। आ हैरान अछि मोर 70 वर्ष हला ना, माव चली पारबेनी केतो बुली ऑफिस पछरे सीट में जे तो मरि गेले। मोर पे 70 वर्ष हेगला ना, मु बुली पारुनी। एक घरे बड़ा ठीक करी क्वार्टर क्लियरेंस देगिरी मोर स्वामी रो पे फिक्सेशन पेंशन फुल पेंशन बिल करिगिरी मते तांको फुल पेंशन करिगिरी जे पेंशन मु चाहूची मान्यवर जिला दौरादौर केन्दुझर यथाशीघ्र बंटन कार्य केस नंबर 63/2014 यह यथाशीघ्र बंटन कार्य शेष कले आम बहुत चिरपकृत हूँ एवं जूनियर डिविजन कोर्ट हाटडी तार दस्तावेज एवं नक्शा यथाशीघ्र प्रदान कर। तेणु मु शेष ओडिशावासी को एतिकी कहबी, जागरे ओडिशावासी जाग एबे बीती जाइछि सेही जुग जो जुगरे ब्रिटिश सरकार करथिले शासन, आमको व्यवहार जाउथिला पशु समान। एबे नाही, एबे हेछि गणतंत्र, अधिकार अछि समस्तंकर। मद मांसरे भोट बिकी न देई सठिक राजनीतिक दल को भोट देई जययुक्त करांतु।